मैडम जगन्नाथ संस्कृति कहले कौन बुझु। जगन्नाथ संस्कृति ହେଉଛି प्राचीन पावन संस्कृति अनादि संस्कृति जे श्री जगन्नाथ हेउछन्ति अनादि तेणु ସେହି ସଂସ୍କୃତିକୁ ଯେ ଭାରତର ସଂସ୍କୃତି ବର୍ଷାନମ୍ ଭାରତ ଶ୍ରେଷ୍ଠ ଦେଶାନାମ୍ ଉତ୍କଳ ଶ୍ରୁତ ଉତ୍କଳସ୍ୟ ସମଦେଶ ଦେଶ ନାସ୍ତି ମୋହିତଳେ ତେଣୁ ଏ ଯୋଉ ମହାଭାରତୀୟ ସଂସ୍କୃତି ଯେଉଁଥିରେ ସବୁ ଧର୍ମ ସବୁ ମତ ସବୁ ପ୍ରକାର ଯୋଉ ସାମାଜିକ ଦ୍ୱନ୍ଦ୍ୱ ସବୁ ସମନ୍ୱୟ ଘଟିଛି ସେଇ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି। ସେଇ ସଂସ୍କୃତିରେ ସମସ୍ତ ମନୁଷ୍ୟ ମାନେ ଅବଗାହନ କରି ଯେ ହିନ୍ଦୁ ମୁସଲିମ ଜୈନ ଖ୍ରୀଷ୍ଟିଆନ ସମସ୍ତେ ଏଥିରେ ଉଦ୍ବୁଦ୍ଧ ହେଇଛନ୍ତି ଏବଂ ସଂସାରକୁ ବହୁ ପ୍ରକାର ବାର୍ତ୍ତା ଦେଇ ଯାଇଛନ୍ତି। ପ୍ରକୃତରେ ଏ ମହାନ ସଂସ୍କୃତିର ପଟାନ୍ତର ନାହିଁ। ତେଣୁ ଏହି ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମସ୍ତେ ସମସ୍ତେ ମାନେ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକତା ରହିଛି। धर्म कहले आमे कौन बुझु। श्रीमद् भागवत गीता रे धर्म संपर्क कौन वर्णना अछि। भगवत गीता ହେଉଛି ଭାରତର ଶ୍ରେଷ୍ଠ ଗ୍ରନ୍ଥ। ସେ ଗ୍ରନ୍ଥ ଧର୍ମ ସମ୍ପର୍କରେ କହିଛି ଯେ ସ୍ୱଧର୍ମେ ନିଧନଂ ଶ୍ରେୟ ପରଧର୍ମ ଭୟାବହ ଅର୍ଥାତ୍ ନିଜ ଧର୍ମରେ ରହି ମରିଯିବା ଭଲ କିନ୍ତୁ ଅନ୍ୟ ଧର୍ମକୁ ଗ୍ରହଣ କରିବା ଉଚିତ ନୁହେଁ। ଧର୍ମ ବୋଇଲେ ଯେ ଧାରଣ କରେ ଯାହା ମନୁଷ୍ୟକୁ ଧାରଣ କରେ ଜୀବନକୁ ଧାରଣ କରେ ପୃଥିବୀକୁ ଧାରଣ କରେ ତାହା ହିଁ ହେଉଛି ଧର୍ମ। ସେ ମହାମାନବୀୟ ଧର୍ମ ଯେ ନାରୀ ପୁରୁଷ ଯେଉଁମାନେ ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କର ଧର୍ମ ଅଲଗା। ଜଣେ ଝିଅ ବା ଜଣେ ନାରୀ ତାର ଧର୍ମ ପ୍ରଥମେ ସେ କନ୍ୟା ତାପରେ ଭଗିନୀ ତାପରେ ଜାୟା ଓ ଜନନୀ ଏହି ଧର୍ମ ବିଭିନ୍ନ ଭାଗରେ ରୂପାନ୍ତରିତ ହେଇଯାଏ। ସେ କନ୍ୟା ଭାବରେ ପିତୃକୁଳର ଦୁଇ କୁଳର ହିତ ସାଧନ କରେ ଭଗିନୀ ଭାବରେ ସେ ଭାଇମାନଙ୍କୁ ଭଉଣୀମାନଙ୍କୁ ସମାଜକୁ ଆପଣେଇ ନିଏ ଏବଂ ସେ ଜାୟା ଭାବରେ ସମାଜର ପରିବାରର ମଙ୍ଗଳ କରେ ପତିକୁଳର ହିତ କରେ। ତେଣୁ ସେ ପତ୍ନୀ ଭାବରେ ଆଖ୍ୟାୟିତ ହେଇଥାଏ ଏବଂ ସେମିତି ଜନନୀ ଭାବରେ ସେ ସମସ୍ତ ସନ୍ତାନ ମାନଙ୍କୁ ସୁଶିକ୍ଷା ଦିଏ ଏବଂ ଲାଳନ ପାଳନ କରେ। ଏଇଥିରେ ତାର ମହତ୍ଵ ଅଛି। ତେଣୁ ପୁରୁଷ ମଧ୍ୟ ସେମିତି ଯେ ଜଣେ ପୁରୁଷ ପ୍ରଥମେ ପୁତ୍ର ତାପରେ ସେ ଭାଇ ତାପରେ ସେ ପିତା ଏଇଭଳି ଭାବରେ ତାର ଜୀବନକୁ ଅତିବାହିତ କରିଥାଏ। ତେଣୁ ଧର୍ମ ଅଲଗା ଅଲଗା। ଭଗବାନ କହୁଛନ୍ତି ଶ୍ରୀମଦ୍ ଭଗବତ ଗୀତାରେ ସ୍ୱଧର୍ମେ ନିଧନଂ ଶ୍ରେୟ ପରଧର୍ମ ଭୟାବହ ଅର୍ଥାତ୍ କ୍ଷତ୍ରିୟର ଧର୍ମ ହେଲା ଧର୍ମାଧି ଯୁଦ୍ଧାତ୍ ଶ୍ରେୟୋନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟତେ। ଧର୍ମ ଯୁଦ୍ଧ କରିବା କ୍ଷତ୍ରିୟର ଧର୍ମ। ସେମିତି ସମାଜର ଯିଏ କୃଷକ ଜଣେ ସେ କୃଷି କାର୍ଯ୍ୟ କରୁଛି ତା କାର୍ଯ୍ୟକୁ ଯଦି ସୁଚାରୁ ରୂପେ ସମ୍ପାଦନ କରିପାରିଲା ସେ ତାହାର ଧର୍ମ। ଏବଂ ଜଣେ ବୈଶ୍ୟର ଧର୍ମ ଯେ ସେବା କରିବା। ତେଣୁ ବ୍ରାହ୍ମଣ ଧର୍ମ ପୂଜାପାଠ କରିବା ବ୍ରହ୍ମଜ୍ଞାନ ପ୍ରଦାନ କରିବା ନିଜେ ବ୍ରହ୍ମଜ୍ଞାନୀ ହେବା ଏବଂ ଏଇଥିରେ ଆତ୍ମ ଉପଲବ୍ଧି ଏବଂ ଆନନ୍ଦ ଅନୁଭବ କରିବା ପାଇଁ ଏ ଧର୍ମ ସୂଚାଇଥାଏ।